এটা নবীন বাবুଙ୍କର ସ୍ୱପ୍ନ ନଥିଲା। ମୁଁ ଭାବୁଛି ପ୍ରତି ଲୋକର ମଧ୍ୟ ସ୍ୱପ୍ନ ଥିଲା ମୋ ଅଞ୍ଚଳରେ ମେଟ୍ରୋ ଗଡୁ। ତେଣୁ ଏ ସ୍ୱପ୍ନକୁ ମୋହନ ମାଝୀ ପୂରଣ କରିବେ ବୋଲି ଆଶା କରାଯାଉଥିଲା। ଏବେ ସ୍ୱପ୍ନ ଦେଖେଇଛନ୍ତି ମେଟ୍ରୋ ଯିବ ଆକାଶରେ। ଆପଣ ପଚାରିବେ ଆକାଶରେ କଣ? ଆଜ୍ଞା ସ୍ୱପ୍ନଟା କେମିତି ଦେଖନ୍ତି? ଆକାଶରେ ଘୁରି ବୁଲୁଥିବୁ ନୀଳ ଚାରିଆଡେ ମାନେ ନୀଳ ଆକାଶ ତାରି ଭିତରେ ବୁଲୁଥିବୁ ସ୍ୱପ୍ନ ରାଜ୍ୟରେ ଯୋଉଟା ବର୍ତ୍ତମାନ ମେଟ୍ରୋଟି ସ୍ୱପ୍ନ ରାଜ୍ୟରେ ବୁଲୁଛି। ପ୍ରକୃତରେ ମେଟ୍ରୋ ଦାୟିତ୍ୱଟି କାହାର? କହିବେ ମାଟି ତଳେ, କାଲି କହିବେ ମାଟି ଉପରେ, ତାପରେ କହିବେ ବର୍ତ୍ତମାନ କେନ୍ଦ୍ରରେ, ତାପରେ କହିବେ ଆମେ କରୁଥିଲୁ। ପ୍ରକୃତରେ ହଉଛି କଣ ଦେଖନ୍ତୁ। ନବୀନ ବାବୁ ଯେତେବେଳେ ମେଟ୍ରୋର ସ୍ୱପ୍ନ ଦେଖାଇଥିଲେ ଓଡ଼ିଶାରେ କି ଭୁବନେଶ୍ୱର ଆବଶ୍ୟକତା ଥାଉ ନଥାଉ ଆମକୁ ସବୁବେଳେ ଖୁସି ଲାଗୁଥିଲା ଯେ ଯାଉ ଦିଲ୍ଲୀରେ, ବମ୍ବେରେ, କାଲକାଟାରେ ମେଟ୍ରୋ ଦେଖୁଥିଲୁ। ବର୍ତ୍ତମାନ ଆମେ ଆମ ନିଜ ଆଖିରେ ଦେଖିବୁ, ନିଜ ଏରିଆକୁ ମଧ୍ୟ ମେଟ୍ରୋ ଯାଇପାରିବୁ। ମୁଁ କହୁଛି ସ୍ୱାଭାବିକ ଭାବରେ ସମସ୍ତେ ଖୁସି ଥିଲେ ଏବଂ ଆଶା କରାଯାଉଥିଲା ନବୀନ ପଟ୍ଟନାୟକ ସରକାର ପଳେଇଲା, ମୋହନ ସରକାର ଓଡ଼ିଶାବାସୀଙ୍କର ସ୍ୱପ୍ନ ଥିଲା। ଏଇଟା ନବୀନ ବାବୁଙ୍କର ସ୍ୱପ୍ନ ନଥିଲା। ମୁଁ ଭାବୁଛି ପ୍ରତି ଲୋକର ମଧ୍ୟ ସ୍ୱପ୍ନ ଥିଲା ମୋ ଅଞ୍ଚଳରେ ମେଟ୍ରୋ ଗଡୁ। ତେଣୁ ଏ ସ୍ୱପ୍ନକୁ ମୋହନ ମାଝୀ ପୂରଣ କରିବେ ବୋଲି ଆଶା କରାଯାଉଥିଲା ଏବଂ ସେମାନେ ମଧ୍ୟ ଷ୍ଟ୍ରାଟେଜିକାଲି ଉଦ୍ୟମ କରିଥିଲେ ଯେ ଇଏ କରିବା ପାଇଁ। ପ୍ରଥମେ କହିଲେ ମାଟି ଉପରେ ଯିବ, ତାପରେ କହିଲେ ମାଟି ତଳେ ଯିବ। ଆମେ ବି ଭାବିଲୁ ଯାହା ହଉ ମାଟି ଉପରେ ଗଲେ ନିଶ୍ଚିତ ଭାବରେ ରାସ୍ତାରେ ପୁଣି ରାସ୍ତା କାଳେ ଜାମ୍ ହବ, ମାଟି ତଳେ ଗଲେ ଭଲ ହବ। କିନ୍ତୁ ମାଟି ତଳେ ଗଲେ ଅଧିକା ପଇସା ଖର୍ଚ୍ଚ ହବ। କିନ୍ତୁ ଏବେ ସ୍ୱପ୍ନ ଦେଖେଇଛନ୍ତି ମେଟ୍ରୋ ଯିବ ଆକାଶରେ। ଆପଣ ପଚାରିବେ ଆକାଶରେ କଣ? ଆଜ୍ଞା ସ୍ୱପ୍ନଟା କେମିତି ଦେଖନ୍ତି? ଆକାଶରେ ଘୁରି ବୁଲୁଥିବୁ ନୀଳ ଚାରିଆଡେ ମାନେ ନୀଳ ଆକାଶ ତାରି ଭିତରେ ବୁଲୁଥିବୁ ସ୍ୱପ୍ନ ରାଜ୍ୟରେ ଯୋଉଟା ବର୍ତ୍ତମାନ ମେଟ୍ରୋଟି ସ୍ୱପ୍ନ ରାଜ୍ୟରେ ବୁଲୁଛି। ଆଜ୍ଞା ମୁଁ ବର୍ତ୍ତମାନ ସୁଦ୍ଧା ବୁଝିପାରୁନି ଏ ନେଇକି ମେଟ୍ରୋ ନେଇକି କିଏ କହିବେ? ଅବକାରୀ ମନ୍ତ୍ରୀ, ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଲେ ମାଟି ତଳେ ଯିବ। ନଗର ଉନ୍ନୟନ ମନ୍ତ୍ରୀ କହିଲେ ଆମେ ଡିପିଆର ବର୍ତ୍ତମାନ କ୍ୟାନସେଲ କରାଯାଇଛି, ଡିପିଆର ପୁଣି ନୂଆ ଯିବ। ମାନେ ମୁଁ ବର୍ତ୍ତମାନ ସୁଦ୍ଧା କନଫ୍ୟୁଜନ ହଉଛି ଯେ ପ୍ରକୃତରେ ମେଟ୍ରୋ ଦାୟିତ୍ୱଟି କାହାର? ମାନେ ତାକୁ ନଗର ଉନ୍ନୟନ ବିଭାଗ, ପୂର୍ତ୍ତ ବିଭାଗ ଯଦି ଏକାଠି ହେଇକି ନିଷ୍ପତ୍ତି ନେଉଥାନ୍ତି ଭଲ, କାରଣ ବିଭିନ୍ନ ପ୍ରକାର ଡିପାର୍ଟମେଣ୍ଟ ରହିଛି। ନିଷ୍ପତ୍ତି ଯାହା ହଉଛି ଗଣେ ଗୋଟିଏ କଥା କହୁନାହାନ୍ତି। ଆଜି ଜଣେ କହିବେ ମାଟି ତଳେ, କାଲି କହିବେ ମାଟି ଉପରେ, ତାପରେ କହିବେ ବର୍ତ୍ତମାନ କେନ୍ଦ୍ରରେ, ତାପରେ କହିବେ ଆମେ କରୁଥିଲୁ। ପ୍ରକୃତରେ ହଉଛି କଣ? ତେଣୁ ଗାଈମଠ ଗୋଟିଏ କଥା, ଆପଣ ମାନଙ୍କୁ ଅନୁରୋଧ, ଦର୍ଶକ ମାନଙ୍କୁ ଅନୁରୋଧ, ଆମେ ଟିକେ ମେଟ୍ରୋଟିକୁ ଭୁଲିଯିବା କିଛି ଦିନ ପାଇଁ। କାହିଁକି ନା 2029ରେ ଏ ସରକାରର ଯେତେବେଳେ ସମୟ ସୀମା ପୂରିବ, ଏ ମେଟ୍ରୋ ଯଦି ଡିପିଆର ଯିବ ପୁଣି ଆଉ ବର୍ଷେ ଲାଗିବ। ମୁଁ ଭାବୁଛି 5 ବର୍ଷ ଲାଗିଯିବ। ଭାବୁଛି ଯୋଉ 2036ରେ ସବୁ ସ୍ୱପ୍ନ ସରକାର ଦେଖାଉଛନ୍ତି, ଏ 36 ମସିହା ବେଳକୁ ବୋଧହୁଏ ଆମେ ମେଟ୍ରୋ ଦେଖିବା ଯଦି ସରକାରଙ୍କର ଏଇ ଆଭିମୁଖ୍ୟ ରହିବ। କିନ୍ତୁ ମୋହନ ସରକାରଙ୍କୁ ଆମେ କହି ରଖିବାକୁ ଚାହୁଁଛୁ ଯେ ଜଣେ ସାମ୍ବାଦିକ ଭାବରେ ମୁଁ ଅନେକ ଲୋକଙ୍କ ସାଙ୍ଗରେ ମିଶୁଛି, ଭେଟୁଛି, ଯେ ଯଦି ଆପଣ ମେଟ୍ରୋ କରିବାରେ ବିଫଳ ହେବେ, ଭୁବନେଶ୍ୱର ମହାନଗର ନିର୍ବାଚନରେ ଆପଣ ଜିତିବେ ବୋଲି ଆଶା 10% କମେଇ ଦିଅନ୍ତୁ। କାରଣ ମେଟ୍ରୋ ଆଶା ଯେତେବେଳେ ଲୋକଙ୍କର ଧାରଣା କଣ ହବ? ଦେଖ ନବୀନ ବାବୁ ଯାହା କହୁଥିଲେ ତାହା କରୁଥିଲେ, ମେଟ୍ରୋ ସ୍ୱପ୍ନ ଦେଖେଇଥିଲେ, ମେଟ୍ରୋ ସ୍ୱପ୍ନ କରିକି ଦେଖେଇଥାନ୍ତେ। ମୋହନ ମାଝୀ ସରକାର ଖାଲି ବଡ ବଡ କଥା, ମାଟି ତଳ ଉପର ହେଇକି ବିଲୁକୁଲୁ ମାନେ ମାଟି ଗାଣ୍ଡୁଏ ବି ପଡିଲାନି କି କୋଉଠି ଖୋଳାଟିଏ ବି ହେଇପାରିଲାନି। ବର୍ତ୍ତମାନ ପ୍ରୋଜେକ୍ଟ କେବେ ହବ କଣ ହବ ସନ୍ଧିହାନ ସ୍ଥିତିରେ। ଲୋକଙ୍କ ମନରେ ଏଇଟା ପ୍ରଭାବିତ କରିବନି ଯେ ଏ ସରକାର କେବଳ କଥା କୁହା ସରକାର, ଏ କଥା କୁହା କପିଳା, ଆଙ୍କ କଥାରେ ତାଳମେଳ ନାହିଁ। ତେଣୁ ଲୋକ ଆଙ୍କୁ ଭୋଟ ଦେବେ ବୋଲି ଭାବୁଛନ୍ତି। ତେଣୁ ମୋହନ ମାଝୀ ସରକାରଙ୍କୁ ଆମେ ଗୋଟେ ଅନୁରୋଧ କରିବା, ଆମେ ଚାହୁଁଛୁ ରାଜନୈତିକ ରୁଟି କିଏ ସେକିବା କଥା ଶିଖନ୍ତୁ, କିଏ ମାଇଲେଜ ନେବା କଥା ନିଅନ୍ତୁ। ଆମେ ଚାହୁଁଛୁ ଆମେ ମଧ୍ୟ ଭୁବନେଶ୍ୱର 6 ନମ୍ବର ମେଡିକାଲ ଛକରୁ ମେଟ୍ରୋରେ ଟିକେଟ ଦେଇକି ସ୍କାନ କରିକି ଆମେ ମଧ୍ୟ ଯାଇକି ପହଞ୍ଚିବା କଟକ ତ୍ରିଶୁଳିଆରେ। ଏ ସ୍ୱପ୍ନଟି ଆମ ପୂରଣ ହେଲେ ଆମେ ମଧ୍ୟ ଦିଲ୍ଲୀର ସାଙ୍ଗକୁ ଦେଖେଇ ଦେବୁ, ସେ ଯୋଉ ମେଟ୍ରୋରେ ଫଟୋ ରିଲ ଛାଡି ଦଉଛି, ଆମକୁ ଟିକେ ଲାଗୁଛି ଏମିତି ଟ୍ରେନ ଯାଉଛି, ମନକୁ ଖୋଲିବ, ମନକୁ ଯିବ, ଏମିତି ଗୋଟେ ଟୋକନ ପ୍ଲାଷ୍ଟିକର ଟୋକନ ଭିତରେ ସ୍କାନରରେ ପଶିବ, ମାନେ ଗୋଟେ ଅଟୋମେଟିକାଲି ଆମେ ତାକୁ କହୁଥିଲୁ ଦେଖ ଓଡ଼ିଶାରେ ହବ। ସିଏ ବର୍ତ୍ତମାନ ଆମକୁ ଖତେଇ ହଉଛି କି ନାହିଁ, ଆରେ ତମର ଓଡ଼ିଶାରେ ହବ, ଖାଲି କୁହା କଥା କୁହା ସରକାର। ତେଣୁ ଆଶା କରିବା ମୋହନ ମାଝୀ ଏ ନେଇକି ଗୋଟେ ପଦକ୍ଷେପ ଗ୍ରହଣ କରିବେ। ବାବୁ ସିଂ କାଲି ପ୍ରତିକ୍ରିୟା ଦେଇଥିଲେ କି ଭେଳିକି ଲଗେଇଛନ୍ତି, ଏଇ ଯୋଉ ମିଛ କହିଛନ୍ତି ପୂର୍ବ ସରକାର, ଏମିତିଆ ପ୍ରତିକ୍ରିୟା କାଲି ଦେଇଛନ୍ତି। ଦେଖନ୍ତୁ ମୁଁ ଆପଣଙ୍କୁ କହିଦଉଛି, ମାନେ ମୁଁ ସେତେବେଳେ ଯାହା ରିପୋର୍ଟ ଜାଣିଥିଲି, ରାଜ୍ୟ ସରକାରଙ୍କ ପକ୍ଷରୁ ସେତେବେଳେ କେନ୍ଦ୍ର ସରକାରଙ୍କ ସହିତ ଯୋଗସୂତ୍ର କରାଯାଇଥିଲା। କାହିଁକି ନା କୋଉ ସରକାର ଚାହିଁବ ନିଜେ କାହିଁ ଖର୍ଚ୍ଚ କରିବୁ, କେନ୍ଦ୍ର ସରକାର ବି କିଛି ଅର୍ଥ ଦିଅନ୍ତୁ। କିନ୍ତୁ ପ୍ରକୃତରେ ଦେଖିବାକୁ ଗଲେ ଭୁବନେଶ୍ୱର କଟକର ଜନସଂଖ୍ୟା ମେଟ୍ରୋ ଚାଲିବା ପାଇଁ ମାନେ ଯେତିକି ଟ୍ରାଫିକ ଦରକାର ଆମର ସେଟା ମାନେ ମେଣ୍ଟେନ ହଉନଥିଲା, ମାନେ ସେତିକି ସଂଖ୍ୟା ନଥିଲା। ନଥିବା ଫଳରେ ସରକାର ଗୋଟେ ଯୋଜନା କଲେ
जे आम भुवनेश्वर कटक पुरी एपटे जोड़ू एपटे खोर्धा को जोड़ू ताने जिते अलग अधिका व्याप्त हो गला अंचल जनसंख्या हम ट्राफिक पूरण हम कि केंद्र सरकार जो टालतुल नीति अवलंबन कले ये देखिले 3500 कोटी 4000 कोटी टका खर्च हम सरकार तो देखुवे आप 5T स्कूल ना हजार हजार कोटी टका खर्च कराला किसी ना आज्ञा आपड़ जब कहे गोटे डिस्ट्रिक्ट मिनेराल फंड रे जदिव से पैसा अन्य कोटी उपयोग हो पारे आईन अच्छी सेठी भी आम 15-20 हजार कोटी टका अच्छी से ऋण आनिकी सरकार विभिन्न समय भी ये कराऊ कौ ऋण कमुची सरकार 3000 कोटी टंकार कथा से 3000 कोटी टंकार आनिकी करदे अलग टाइप भुवनेश्वर स्मार्ट सहर होता आहरी विकसित होता लोकों ट्राफिक धीरे धीरे जो समस्या ट्राफिक आपड़ जी समस्या भोगुंट बर्तमान गोटे कथा कहले आप कल्पना ठू त्रिशूलिया जाके हम ओभरब्रिज मु भावुँ मंत्री मापी तो केते किलोमीटर होची एवं मंत्री मापी कटक त्रिशूलिया ओभरब्रिज गले केते वर्ष लागिवो आउ केते कोटी टंका खर्च हबो एवं जेते बेले ऊपर काम हबो आपण देखुते जो पटियापट रूट रे एबे मध्ये आपण गले 45 मिनिट लागि जाउची पटियारू मास्टर कैंटीन जेते मेट्रो काम जो ओभरब्रिज कामटी आरंभ हबो अधा रास्ता खाई जीवो ताने हिसाब करू केते समय तांको लागिवो केते वर्ष लागिवो लोक केते दहगंज होई मो कहता सरकार आ गप कहतुनी सीधा सड़क कहतु हाँ ना नाई जो रैपिड फायर माने जो फायर प्रश्न रैपिड फायर जिन प्रश्न पचरा हाँ ना नाई ना नाई ओभरब्रिज कला पर हबो हाँ ना नाई जदि ओभरब्रिज को पटे करिवे ताले मेट्रो को पटे जीवो ना नाई मेट्रो भी जो पटे जीवो ओभरब्रिज तळे जीवो ना कोन करिवो भाई कोनटा हले कुह बाडे माने समस्त गोटे कन्फ्यूजन सरकार न पकान देखो बाबू सिंह जड़े वरिष्ठ विधायक ए मंत्री दौड़े अच्छा भुवनेश्वर विधायक भाव में से जदि एभली मंतव्य देवे आम साधारण लोक हिसाब से किसी कहबार ना किंतु जदि गोटे प्रोजेक्ट 3000-4000 कोटी खर्च होची आ सेतरे मासक 1000 कोटी टका लॉस हो कौ काल्कुलेटर टिपी सेटा बाबू सिंह महोदय उत्तर दे पारे एवं द्वितीय कथा होची जदि एटा फिजिबल नुहे ताले आपण 1.5 वर्ष ला कहलेनी नवीन पट्टनायक गप कहते आम हबार नहीं आपड़ कहीं पुणी तुम पूर्त मंत्री कहते माटी तले जीव बोली माटी तले तो कले आहरी 2000-2500 कोटी टका खर्च हम आहरी अधिका लॉस हम ताल तो कही था क्लीयर ताने तुमर तालमेल कथार रही तो जे शुणु आज्ञा आपण किसी लोक को किसी समय बोका बनई पारे किंतु समस्त को सब समय बोका बनई पारे लोक कहवा कथा जदि करिपारुच ना कर जदि न करिपारुच गप कहतुनी कहीं सामाजिक गणमाध्यम जुगरे आपनकर प्रति गपर वीडियो गुड़िक सबू फेसबुक यूट्यूब रे इंस्टाग्राम रे एबे भी सेव होइक अछि जेकोसी मुहूर्त रे ता भाइराल हो पारे सेते बेले कौन कहूथलो एबे कौन करूछ ताले सीधा सड़क मोहन माझी कहि दियंतु जे आम अमल रे आमे मेट्रो करिवुनी 2036 पई आमे करिवु आमे 11 वर्ष धरिक सांबादिक माने प्रश्न पचारे नहीं साधारण लोक स्वप्न देखि पारबी नहीं।